ଚାଣକ୍ୟଙ୍କ କିଛି ନୀତି ଶିକ୍ଷା। ଦୁର୍ବଳର ବଳ ରାଜା, ବାଳକମାନଙ୍କର ବଳ କ୍ରନ୍ଦନ, ମୌନତା ମୂର୍ଖର ବଳ, ମିଛ କହିବା ଚୋରଙ୍କର ବଳ, ମୂଲ୍ୟବାନ ବେଶ ପୋଷାକରେ ଆବୃତ ହୋଇ ମୂର୍ଖଟିଏ ସୁନ୍ଦର ଦେଖାଯାଇପାରେ ପର୍ଯ୍ୟନ୍ତ ସେ ତାର ତୁଣ୍ଡ ଖୋଲି ନଥାଏ। ଥରେ କଥା କହିବା ଆରମ୍ଭ କଲେ ତାର ମୂର୍ଖତା ଧରା ପଡ଼ିଯାଏ ଏବଂ ସେ ନିନ୍ଦିତ ହୋଇଥାଏ। ସୃଷ୍ଟିରେ କେହି କାହାର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି। କାର୍ଯ୍ୟକଳାପ ଓ ବ୍ୟବହାର ଦ୍ୱାରା ମଣିଷ ନିଜର ଶତ୍ରୁ ଓ ମିତ୍ର ସୃଷ୍ଟି କରିଥାଏ। ବିଦ୍ୟା ପରି ବନ୍ଧୁ ନାହିଁ, ରୋଗ ପରି ଶତ୍ରୁ ନାହିଁ, ବାତ୍ସଲ୍ୟ ସ୍ନେହଠାରୁ ବଳି ସ୍ନେହ ନାହିଁ, ଦୈବ ବଳଠାରୁ ବଳବାନ ଆଉ କିଛି ନାହିଁ। ଜନ୍ମାନ୍ଧ ବ୍ୟକ୍ତି କିଛି ଦେଖିପାରେ ନାହିଁ, ଯିଏ କାମାନ୍ଧ ସିଏ ଦେଖି ମଧ୍ୟ କିଛି ବୁଝିପାରେ ନାହିଁ। ଅହଙ୍କାରୀ ଆତ୍ମଗର୍ବୀ ଗର୍ବରେ ଅନ୍ଧ ହୋଇ ଠିକ୍ ବିଚାର କରିପାରେ ନାହିଁ। ସ୍ୱାର୍ଥଲୋଭୀ ଯେଉଁଠାରେ ସ୍ୱାର୍ଥ ଥାଏ ସେଠାରେ ନିଜ ଦୋଷ ଦେଖିପାରେ ନାହିଁ। ଦେବତା କାଠ, ପଥର କିମ୍ବା ମାଟି ତିଆରି ମୂର୍ତ୍ତିରେ ନଥାନ୍ତି, ଭାବରେ ବନ୍ଧା ଦେବତା। ଏଣୁ ସଦ୍ଭାବ ହିଁ ସତ୍କର୍ମର ମୂଳ। ସମୟକୁ ଦୋଷ ଦେଇ କିଛି ଲାଭ ନାହିଁ, କାରଣ ସମୟ ନୁହେଁ, ଏଠି ଲୋକମାନେ ବଦଳି ଯାଆନ୍ତି। ସମୟ ତ ନିଜ ବାଟରେ ଚାଲୁଥାଏ। ସମୟ ଆଜି ଏମିତି ମୋଡ଼ରେ ଆସି ପହଞ୍ଚିଛି ଯେଉଁଠି ମଣିଷ ଚିହ୍ନିବା ସହଜ, କିନ୍ତୁ ମନୁଷ୍ୟ ଭିତରେ ଥିବା ଉଦ୍ଦେଶ୍ୟ ଚିହ୍ନିବା ବହୁତ କଷ୍ଟ। ଜୀବନରେ ସବୁବେଳେ ଏମିତି କିଛି ଲୋକ ମିଳନ୍ତି ଯାହାକୁ କେବଳ ପାଇବାକୁ ଇଚ୍ଛା କରି ହୁଏ, କିନ୍ତୁ ପାଇ ହେଇନଥାଏ। କାହିଁକି ନା ଭଗବାନ ତାଙ୍କୁ ଆଉ କାହା ଭାଗ୍ୟରେ ରଖିଥାନ୍ତି। ମନୁଷ୍ୟ ତ ଅଜାଣତରେ ଅନେକ ଭୁଲ କରିଥାଏ। ଏମିତି କିଛି ଭୁଲ କରିଥାଏ ଯାହା ଜୀବନ ସାରା କେବେ ବି ଶାନ୍ତିରେ ଜୀବନଯାପନ କରିପାରିନଥାଏ। ଯିଏ ଭୟମୁକ୍ତ ହେବାକୁ ଇଚ୍ଛା ରଖେ, ସମ୍ମୁଖୀନ ହେବାକୁ ସାହସ ଓ ଧୈର୍ଯ୍ୟ ରଖେ, କେବଳ ସେ ହିଁ ଏ ପଦକ୍ଷେପ ନେଇପାରେ। ତେଣୁ ପ୍ରଥମ ପଦକ୍ଷେପ ମୁଖ୍ୟ ଅଟେ। ପ୍ରଥମ ପଦକ୍ଷେପର ଅଭ୍ୟାସ କରନ୍ତୁ। ଅଳ୍ପ ସାହସ ଓ ବିଶ୍ୱାସ ଆମ ଭିତରେ ଜନ୍ମ ନିଏ, ତେବେ ଡରର ଶକ୍ତି ନିଶ୍ଚୟ ନଷ୍ଟ ହୋଇଯିବ। ଡରର ଔଷଧ ହେଉଛି ତାର ସମ୍ମୁଖୀନ ହେବା। ନିଜ ଉପରେ ରାଗ ଆସେ ଏକା ଭାବି ଭାବି, ନିଜ ଉପରେ ଚିଡ଼ି ଯାଏକି ମୁଁ କାହିଁକି ଲୋକମାନଙ୍କୁ ଏତେ ନିଜର ଭାବି ନେଉଛି, ଯେଉଁମାନେ କି ମୋତେ କିଛି ଭାବନ୍ତି ନାହିଁ। ସ୍ତ୍ରୀର କ'ଣ ଦୁଃଖ ଅଛି ତାହା କେବେ ସ୍ୱାମୀକୁ ଦେଖାଯାଏ ନାହିଁ, କିନ୍ତୁ ସ୍ତ୍ରୀ ପାଇଁ ଘର ଲୋକ ଦୁଃଖୀ ହେଉଛନ୍ତି ତାହା ବହୁତ ଜଲ୍ଦି ଦେଖାଯାଇଥାଏ। ଜୟ ଶ୍ରୀ ଜଗନ୍ନାଥ।